ସମସ୍ତେ କୁହନ୍ତି ଆମର ଅନେକ ଶତ୍ରୁ ଅଛନ୍ତି, ଆମର କ୍ଷତି କରୁଛନ୍ତି, କିନ୍ତୁ ପ୍ରକୃତରେ ଶତ୍ରୁ କେମିତି ଆସନ୍ତି? ଶତ୍ରୁ କ'ଣ କେଉଁଠି ଥାଆନ୍ତି? ସେ ଆପଣଙ୍କର କ୍ଷତି କରୁଛନ୍ତି, ଅନ୍ୟ କାହାର କ୍ଷତି କରୁନାହାନ୍ତି। ତେଣୁ ଆପଣ ଜାଣି ରଖନ୍ତୁ, ଶତ୍ରୁ ହେଉଛି ଆମ ଭିତରେ ଅଛି। ଶତ୍ରୁ କି ସେ ଶତ୍ରୁ? ନା ରାଗ, କ୍ରୋଧ, ହିଂସା, ଅହଙ୍କାର, ଗର୍ବ, ଏଗୁଡ଼ିକ ହେଉଛନ୍ତି ଆମର ଶତ୍ରୁ, ପ୍ରକୃତ ଶତ୍ରୁ ସେ। କାରଣ ଆମେ ଯଦି ଆମ ଭିତରୁ ଏଗୁଡ଼ିକ ସବୁ ଦୂରେଇ ଦେବା, କ୍ରୋଧ ଏଗୁଡ଼ିକ ସବୁ ଆମେ ଯଦି ଦୂରେଇ ଦେବା, ସମସ୍ତଙ୍କ ସହିତ ଭଲ ବ୍ୟବହାର କରିବା, ଭଲ ଆଚରଣ କରିବା, ତାହେଲେ ସମସ୍ତେ ଆମର ନିଜର ହେଇପାରିବେ, କେହି ଆମର ଶତ୍ରୁ ହେବେନି। ଆମେ ଯଦି